କ'ଣ ଏବଂ ଏଗୁଡ଼ାକ କେମିତି କ'ଣ ତିଆରି ହୁଏ ଏବଂ ଏଥିରେ କ'ଣ ଥାଏ? ଓକେ, ତ କ୍ୱେଶ୍ଚନ୍ ଦେଇଛି ଆମର ଏକ୍ସପ୍ଲେନ୍ ଦ ଷ୍ଟ୍ରକ୍ଚର ଅଫ୍ ନ୍ୟୁକ୍ଲିଓଜମ୍। ନ୍ୟୁକ୍ଲିଓଜମ୍ର ଷ୍ଟ୍ରକ୍ଚର ପଚାରିଛି, ତ ନ୍ୟୁକ୍ଲିଓଜମ୍ ବିଷୟରେ ଆମେ ଲେଖିବା। ଓକେ, ତ ନ୍ୟୁକ୍ଲିଓଜମ୍ ବିଷୟ ଲେଖିବା ପୂର୍ବରୁ ଆମକୁ ଦେଖିବାକୁ ପଡ଼ିବ ନ୍ୟୁକ୍ଲିଓଜମ୍ଟା କେଉଁଠି ଥାଏ। ଓକେ, ତ ନ୍ୟୁକ୍ଲିଓଜମ୍ ଯଦି ଥାଏ ଆମେ ଦେଖିବା ସେଇଟା ଯେଉଁ ଆମର ସେଲ୍ ଅଛି, ସେଲ୍ର ଯେଉଁ ନ୍ୟୁକ୍ଲିୟସ୍ ଅଛି, ନ୍ୟୁକ୍ଲିୟସ୍ ପ୍ରୋଟିନ୍ ସହିତ ଗଢ଼େଇ ହେଇଥାଏ। ତ ଚିତ୍ରରେ ବି ଦେଖିପାରିବ ଯେଉଁଟା ଅଛି, ହିଷ୍ଟୋନ୍ ପ୍ରୋଟିନ୍ ଥାଏ ଆମର 4 ପ୍ରକାର, H2A, H2B, H3, H4, ଏମିତି 4 ପ୍ରକାର ହିଷ୍ଟୋନ୍ ପ୍ରୋଟିନ୍ ଅଛି। ଏ 4ଟା ହିଷ୍ଟୋନ୍ ପ୍ରୋଟିନ୍କୁ ଇଏ 4 ପ୍ରକାର ହିଷ୍ଟୋନ୍ ପ୍ରୋଟିନ୍ ଅଛି ହେଲା। ତା ତଳେ 4ଟା ଥିବ, ଟୋଟାଲି 8ଟା ହିଷ୍ଟୋନ୍ ପ୍ରୋଟିନ୍କୁ ଗଢ଼େଇ ହେଇଥିବ କିଏ ନା ର୍ୟାପ୍ କରିଥିବ କିଏ DNA। ତ DNA ତ ର୍ୟାପ୍ କରିଥିବ, ସେଟାକୁ ଆମେ କହିବା ନ୍ୟୁକ୍ଲିଓଜମ୍। ଓକେ, ଏଇଟା ଟୋଟାଲି ଇଜି ନ୍ୟୁକ୍ଲିଓଜମ୍। ଯେତେବେଳେ କି ଆମର 8ଟା ହିଷ୍ଟୋନ୍ ପ୍ରୋଟିନ୍କୁ ଟୋଟାଲି ଗୋଟିଏ DNA ଆମର ଗୋଡ଼େଇ ହେଇଯାଉଛି, ତାକୁ ଆମେ କହୁଛୁ ନ୍ୟୁକ୍ଲିଓଜମ୍। ଓକେ, ନ୍ୟୁକ୍ଲିଓଜମ୍। ନ୍ୟୁକ୍ଲିଓଜମ୍ ଇଜ୍ ମେଡ୍ ଅପ୍ ଅଫ୍ ହିଷ୍ଟୋନ୍ ପ୍ରୋଟିନ୍। ଓକେ, କେତେଟା ହିଷ୍ଟୋନ୍ ପ୍ରୋଟିନ୍? 8 ହିଷ୍ଟୋନ୍ ପ୍ରୋଟିନ୍। ହିଷ୍ଟୋନ୍ ପ୍ରୋଟିନ୍ ଯଦି ଟାଇପ୍ ପଚାରିବା ଆମେ କେତେଟା ଲେଖିବା? 4 ଟାଇପ୍, H2A, H2B, H3, H4। ଓକେ, ଆଉ ଗୋଟେ ଥାଏ ଲିଙ୍କର୍ ହିଷ୍ଟୋନ୍ ପ୍ରୋଟିନ୍। ଏ ସାଇଡ଼୍ରେ ଥିବ ଲିଙ୍କର୍ ହିଷ୍ଟୋନ୍ ପ୍ରୋଟିନ୍, ଯେଉଁଟାକି ଗୋଟିଏ ହିଷ୍ଟୋନ୍ ପ୍ରୋଟିନ୍କୁ ଆଉ ଗୋଟେ ହିଷ୍ଟୋନ୍ ପ୍ରୋଟିନ୍ ସହିତ କ'ଣ କରିଥାଏ? ବାଇଣ୍ଡ କରିଥାଏ। ଏସବୁ ଜିନିଷ ଆମକୁ ଲେଖିବାକୁ ପଡ଼ିବ ନ୍ୟୁକ୍ଲିଓଜମ୍ରେ। ନ୍ୟୁକ୍ଲିଓଜମ୍ ପ୍ଲେ ଏ କ୍ରୁସିଆଲ୍ ରୋଲ୍ ଇନ୍ DNA କମ୍ପାକ୍ସନ୍। ଓକେ, ଏବଂ ନ୍ୟୁକ୍ଲିଓଜମ୍ ଯେଉଁଟାକି ଅଛି, ତ ଆମେ ବୁଝିଗଲେ ନ୍ୟୁକ୍ଲିଓଜମ୍ କାହାକୁ କହିବା। ଯେତେବେଳେ ଆମେ କ୍ରୋମୋଜୋମ୍କୁ ଗୋଟେ ଦେଖିବା, କ୍ରୋମୋଜୋମ୍ ହେଉଛି ଗୋଟିଏ କ୍ରୋମୋଜୋମ୍ ଆସିଥାଏ ଫାଦର୍ଙ୍କଠୁ, ଆଉ ଗୋଟେ କ୍ରୋମୋଜୋମ୍ ଆସିଥାଏ ମଦର୍ଙ୍କଠୁ। କ୍ରୋମୋଜୋମ୍କୁ ଯଦି ଆମେ ଟାଣିବା, ତା ଭିତରେ ଏମିତି ସୂତା ଭଳିଆ ବାହାରିବ କ'ଣ? DNA। ଓକେ, କ୍ରୋମୋଜୋମ୍କୁ ଟାଣିଲେ ସୂତା ଭଳିଆ DNA ବାହାରିବ। ତ ସେ DNA ତା ମଝିରେ ହିଷ୍ଟୋନ୍ ପ୍ରୋଟିନ୍ ଗୁଡ଼ାକ ଥାଏ। ସେ ଯେଉଁ DNAଟା ଅଛି ସେଇଟା ଗୋଟେ ପ୍ରୋଟିନ୍କୁ କ'ଣ ହେଇଥାଏ? ଗୋଡ଼େଇ ହେଇଥାଏ। ଓକେ, ପ୍ରୋଟିନ୍କୁ ର୍ୟାପ୍ କରିଥାଏ। ତ ତାକୁ ଆମେ କହୁଛୁ ନ୍ୟୁକ୍ଲିଓଜମ୍। ଓକେ, ତ ଆମେ ଯେତେବେଳେ ଆମେ ଦେଖୁଛୁ ସେଲ୍ ଡିଭିଜନ୍ ପୂର୍ବ ଷ୍ଟେଜ୍। ଓକେ, ଏମ୍ଫେଜ୍ ଯେଉଁଟା, ଏମ୍ଫେଜ୍ରେ ସେଲ୍ ଡିଭିଜନ୍ ହେଉଛି। ଓକେ, ତ ସେଲ୍ ଡିଭିଜନ୍ ପୂର୍ବ ଷ୍ଟେଜ୍ରେ କ'ଣ ହେଉଛି ନା ଆମର DNA ଗୁଡ଼ାକ ପୁରାପୁରି ଗୋଟିଏ ସୂତା ଭଳିଆ ସେଲ୍ ଚାରିପଟେ ବୁଲନ୍ତି ହେଲା। ସେଇ ଟାଇମ୍ରେ ଯଦି ଆମେ ଦେଖିବା କ୍ରୋମୋଜୋମ୍, ସେଇଟା କ'ଣ ଦେଖାଯିବ ନା କ୍ରୋମୋଜୋମ୍ ଗୁଡ଼ାକ ଗୋଟେ ପ୍ରୋଟିନ୍ ସହିତ କ'ଣ ହେଇଛି? ବାଇଣ୍ଡ ହେଇଛି। ଓକେ, ତାକୁ ଆମେ କ'ଣ କହୁଛୁ? ନ୍ୟୁକ୍ଲିଓଜମ୍। ତାପରେ ତ ଆମେ ଲେଖିବା ନ୍ୟୁକ୍ଲିଓଜମ୍ ଇଜ୍ ଏ ଫଣ୍ଡାମେଣ୍ଟାଲ୍ ୟୁନିଟ୍ ଅଫ୍ DNA packing in eukaryotic cell. Okay, at its core, nucleosome consists of segment of okay, केतरा segment DNA wrapped around a core of histone protein. DNA जतो गोटे 8टा हिस्टोन प्रोटीन सहित गोड़े हे जाउछि, ताको हम कोन कहउछु ना हमर न्यूक्लियोसोम। ओके, दिस कोर इज मेड अप ऑफ 8 हिस्टोन प्रोटीन। ओके, जतो कि हमर गोटे DNA का सहित गोड़े हे जाउछि हमर प्रोटीन सहित, जोटा कहते हिस्टोन प्रोटीन। तो से हिस्टोन प्रोटीन सहित गोड़े हे जिवो, ताको हम कोन कहया हम न्यूक्लियोसोम। तो एटा हमको लिखिया पड़े न्यूक्लियोसोम रे। तापर नेक्स्ट क्वेश्चन हम देखिया कोन दई जे। नेक्स्ट क्वेश्चन अछि हमरो एक्सप्लेन द स्ट्रक्चर ऑफ sarcomere. Sarcomere, what is sarcomere? Sarcomere तो प्रथम बुझे पड़ो पचाइछि sarcomere स्ट्रक्चर। आगे जाने पड़ो sarcomere कोन कोडी अछि यार। तो फर्स्ट होछि sarcomere कोन सेटा sarcomere कोड देखा जाए। sarcomere फाउंड इन को सेल ओनली मसल सेल। ओके, तो हमर जो मसल सेल अछि तो सेइतरे sarcomere में एटा कोडी अछि मसल में। ओके, sarcomere हम लिखिया कोन लिखिया ना sarcomere is the fundamental repeating contractile unit within a muscle cell. Okay, responsible for muscle contraction. तो मसल कॉन्ट्रैक्शन पे किए हेल्प करछे sarcomere। मसल गोटे छोटिया यूनिट हेउची sarcomere। ओके, एक्चुअली स्ट्रक्चर देखले जानि परिया sarcomere टा कोडी अछि एवं
ଏଟା ମସଲରେ କେମିତି କ'ଣ ଏଟା କାମ କରୁଛି। ଓକେ, ତ ଫାଷ୍ଟ ତ ଆମେ ଗୋଟେ ଷ୍ଟ୍ରକ୍ଚର ଦେଖିଲେ ଜାଣିପାରିବା ମସଲ ଷ୍ଟ୍ରକ୍ଚର ଆମେ ସମସ୍ତେ ଦେଖିଥିବା କେମିତିଆ ମସଲ ଥାଏ ହେଲା। ଆମର ତ ଟିସ୍ୟୁ ଥାଏ, ଚାରି ପ୍ରକାର ଟିସ୍ୟୁ ଥାଏ। ଓକେ, ଏପିଥେଲିଆଲ ଟିସ୍ୟୁ, କନେକ୍ଟିଭ ଟିସ୍ୟୁ, ମସ୍କୁଲାର ଟିସ୍ୟୁ, ନର୍ଭସ୍ ଟିସ୍ୟୁ। ତ ମସଲ ଯୋଉଟା ଆମେ ଦେଖୁଛୁ, ମସଲ ବି ଗୋଟେ ପ୍ରକାର ଟିସ୍ୟୁ ଯୋଉଟାକି ଆମ କୋଉଠି ଅଛି ବଡିରେ। ତ ମସଲ ଭିତରେ ବହୁତ ଗୁଡ଼ା କ'ଣ ଅଛନ୍ତି ନା ଫାଇବର ଗୁଡ଼ାକ ଅଛି ହେଲା। ମସଲ ଜେନେରାଲି ଷ୍ଟ୍ରକ୍ଚର ଦେଖିଲେ ମୁଁ ଦେଖଉଛି ଷ୍ଟ୍ରକ୍ଚରଟା ମସଲର। ଏଇଠି ଆମେ ଦେଖିପାରିବା ମସଲ ଆଉ ବୋନ୍କୁ ଯିଏ କନେକ୍ଟ କରିଛି ତାକୁ ଆମେ କହୁଛୁ ଟେଣ୍ଡନ। ଓକେ, ଟେଣ୍ଡନ ଅଛି, ଗୋଟେ ଲିଗାମେଣ୍ଟ ଅଛି। ବୋନ୍ ଟୁ ବୋନ୍ ହେଉଛି ବି ଟୁ ବି ହେଉଛି ଲିଗାମେଣ୍ଟ। ଟେଣ୍ଡନ ହେଉଛି ଏମ୍ ଟୁ ବି। ମସଲ ଟୁ ବୋନ୍ ଏ ହେଉଛି ଟେଣ୍ଡନ। ଓକେ, ମସଲ ଆଉ ବୋନ୍କୁ ଯିଏ କନେକ୍ଟ କରୁଛି ତାକୁ କହୁଛୁ ଟେଣ୍ଡନ। ଓକେ, ଟେଣ୍ଡନ ଆଉ ମସଲ ଯେଉଁ ଏଇ ଟିସ୍ୟୁଟା ଅଛି ହେଲା, ମସଲ ଯେଉଁ ଟିସ୍ୟୁ ଅଛି, ମସଲ ଟିସ୍ୟୁ ଭିତରେ ବ୍ଲଡ଼ ଭେସେଲ ବି ଯାଇଛି ହେଲା। ବ୍ଲଡ଼ ଭେସେଲ ଅଛି, ବହୁତ ଗୁଡ଼ାଏ ଅଛି। ତ ଏଇସବୁ ଜିନିଷ ଅଛି ମସଲ ଭିତରେ। ତ ମସଲ ଏଇ ଯେଉଁ ଟିସ୍ୟୁ ଅଛି ୟାଙ୍କର କାମ କ'ଣ? ମସଲ ଟିସ୍ୟୁ ମସଲ କେଉଁ କେଉଁ କାମରେ ଆମକୁ ହେଲ୍ପ କରନ୍ତି? ଏକ୍ସାଇଟେବୁଲ୍ ମାନେ ଏକ୍ସାଇଟେଡ଼ ହେଇପାରିବ, ମସଲ କଣ୍ଟ୍ରାକ୍ସନ୍ ହେଇପାରିବ। ଓକେ, ଆଉ ମସଲ ହେଉଛି ଇଲାଷ୍ଟିକ୍। ଓକେ, ଆଉ ମୁଭମେଣ୍ଟ କରେ, ପ୍ରଡ୍ୟୁସିଂ ମୁଭମେଣ୍ଟ, ଲୋକୋମୋସନ୍ ହେଲ୍ପ କରନ୍ତି। ଓକେ, ଷ୍ଟାବିଲାଇଜ୍ ଜଏଣ୍ଟରେ ବି ହେଲ୍ପ କରନ୍ତି। ଜଏଣ୍ଟକୁ ଷ୍ଟାବିଲାଇଜ୍ କରିବାରେ କିଏ ହେଲ୍ପ କରୁଛନ୍ତି? ମସଲ। ଓକେ, ଏବଂ ମସଲ ହିଟ୍ ବି ପ୍ରଡକ୍ସନ୍ କରେ। ହିଟ୍ ବି ପ୍ରଡକ୍ସନ୍ ମାନେ ଶୀତରେ ଆମେ ଯେତେବେଳେ ଧରୁଛୁ ତ ସେ ଟାଇମରେ ବି ମସଲ କ'ଣ କରୁଛି? ହିଟ୍ ପ୍ରଡକ୍ସନ୍ କରୁଛି। ମସଲ ସବା ଉପରେ ଯେଉଁ କଭରିଂଟା ଅଛି ସେ ହେଉଛି ଗୋଟେ ଡେନ୍ସ ଫାଇବ୍ରସ୍ ଇରେଗୁଲାର କନେକ୍ଟିଭ ଟିସ୍ୟୁରେ ତିଆରି, ଯାହା ନାଁ ହେଉଛି ଏପିମାଇସିୟମ୍। ସବା ଉପରେ ଯେଉଁ କଭରିଂ, ମସଲ ଭିତରେ ବି ବହୁତ ଗୁଡ଼ା କ'ଣ ଅଛି, ସେକ୍ସନ୍ ଅଛି ହେଲା। ତ ସବା ଉପର କଭରିଂ ଏଇଠି ଆମେ ଦେଖିବାକୁ ପାଉଛୁ। ସବା ଉପର ଯେଉଁ କଭରିଂ ତାକୁ ଆମେ କ'ଣ କହୁଛୁ? ଏପିମାଇସିୟମ୍, ଯେଉଁଟାକି ତିଆରି ଡେନ୍ସ ଫାଇବ୍ରସ୍ କନେକ୍ଟିଭ ଟିସ୍ୟୁରେ। ଓକେ, ତାପରେ ତା ଭିତରେ ଆମେ ଦେଖିବା ଯଦି ମସଲ ଟିସ୍ୟୁ ଭିତରେ ଯଦି ଆମେ ଦେଖିବା ତା ଭିତରେ ବହୁତ ଗୁଡ଼ା ବଣ୍ଡଲ ଦେଖାଯିବ। ଏମିତି ସବୁ ବଣ୍ଡଲ ଦେଖାଯାଉଛି, ତାକୁ ଆମେ କହୁଛୁ ଫେସାଇକେଲ, FASICL। ଓକେ, ତାକୁ ଆମେ ଆଉ ଗୋଟେ ନାଁ ବି ଅଛି ବଣ୍ଡଲ ଅଫ୍ ମସଲ ଫାଇବର। ଓକେ, ତ ସେ ଯେଉଁ ବଣ୍ଡଲ ଅଫ୍ ମସଲ ଫାଇବର କାହା ଭିତରେ ଦେଖାଯାଉଛି? ମସଲ ଟିସ୍ୟୁ ଭିତରେ ଦେଖାଯିବ। ତା ଉପରେ କର ହେଲା କ'ଣ? ଏପିମାଇସିୟମ୍। ଉପର ଯେଉଁ କଭରିଂ ଗୋଟେ ଲେୟାର ଗୋଟେ ଅଛି ସେଇଟା ହେଉଛି କୋଉଟା, ଯେମିତି ଗୋଟେ ପରଦା ଭଳିଆ ଥାଏ, ତା ଉପରେ ବି ସେମିତି ପରଦା ଥାଏ ମସଲ ଉପରେ। ସବା ଉପରେ ଯେଉଁ ପରଦା ଅଛି ସେଇଟା ହେଉଛି କ'ଣ କହୁଛୁ ଆମେ? ଏପିମାଇସିୟମ୍। ତା ଭିତରେ ଆମେ ଦେଖିଲେ କ'ଣ ଏମିତି ସବୁ ବଣ୍ଡଲ ଗୁଡ଼ା ଦେଖାଗଲା ମସଲ ଭିତରେ। ତ ସେଇ ଯେଉଁ ବଣ୍ଡଲ ଗୁଡ଼ାକ ଆମେ କହୁଛୁ ବଣ୍ଡଲ ଅଫ୍ ମସଲ ଫାଇବର କିମ୍ବା ଫେସାଇକେଲ ହେଲା। ସେ ବଣ୍ଡଲ ଗୁଡ଼ାକ ଭିତରେ ବି ବହୁତ ଗୁଡ଼ା ବଣ୍ଡଲ ଅଛି। ଓକେ, ସେ ବଣ୍ଡଲ ଗୁଡ଼ା ଭିତରେ ବି ବହୁତ ଗୁଡ଼ା ବଣ୍ଡଲ ଅଛି। ସେ ଯେଉଁ ବଣ୍ଡଲ ଗୁଡ଼ା ଦେଖାଗଲା ତା ଭିତରେ ଫାଷ୍ଟ ହେଉଛି ମସଲ ଉପର କଭରିଂ। ଉପର କଭରିଂକୁ ମସଲ ଉପର କଭରିଂ କ'ଣ କହିଲେ? ଏପିମାଇସିୟମ୍। ତା ଭିତରେ ଦେଖାଗଲା ବଣ୍ଡଲ ସବୁ ହେଲା। ବଣ୍ଡଲ ଉପରେ ବି କଭରିଂ ଅଛି। ସେ ବଣ୍ଡଲ ଉପରେ ଯେଉଁ କଭରିଂ ଅଛି ତାକୁ ଆମେ କହୁଛୁ ପେରିମାଇସିୟମ୍। ଓକେ, ସେଟା ବି କନେକ୍ଟିଭ ଟିସ୍ୟୁରେ ତିଆରି, ଡେନ୍ସ ଫାଇବ୍ରସ୍ ଇରେଗୁଲାର କନେକ୍ଟିଭ ଟିସ୍ୟୁରେ ତିଆରି। ଓକେ, ତ ଫାଷ୍ଟ ତ ପ୍ରଥମେ ଷ୍ଟ୍ରକ୍ଚର ବୁଝିବାକୁ ପଡ଼ିବ। ମସଲ ଯେଉଁ ଉପର କଭରିଂ ଅଛି ତାକୁ ଆମେ କହୁଛୁ ଏପିମାଇସିୟମ୍। ତାପରେ ତା ଭିତରୁ ଟିକେ ଗଲେ ଭିତରେ ଯେଉଁ ବଣ୍ଡଲ ଅଛି, ଭିତରେ ଯେଉଁ ବଣ୍ଡଲ ଅଛି, ବଣ୍ଡଲ ଯେଉଁ ଅଛି, ବଣ୍ଡଲ ଉପରେ କଭରିଂ ଅଛି ତାକୁ ଆମେ କହିଲୁ ପେରିମାଇସିୟମ୍। ତାପରେ ତା ଭିତରେ ବି ଆଉ ଯେଉଁଗୁଡ଼ା ବଣ୍ଡଲ ଦେଖାହେଉଛି ତାକୁ ଆମେ କହୁଛୁ ମସଲ ଫାଇବର। ଓକେ, ମସଲ ଫାଇବର ଭିତରେ ଦେଖିବାକୁ ଗଲେ ଆକ୍ଟିନ୍ ମାୟୋସିନ୍ ଥିବ। ଆକ୍ଟିନ୍ ମାୟୋସିନ୍ ଶୁଣିଥିବେ, ସେଗୁଡ଼ାକ କାହା ଭିତରେ ଅଛି? ଏ ମସଲ ଫାଇବର ଭିତରେ ଅଛି। ଓକେ, ତ ଏମିତି କିଛି ଥାଏ ଷ୍ଟ୍ରକ୍ଚର। ଠିକ୍ ଅଛି, ଆଉ ଥରେ ମୁଁ କହିଦେଉଛି। ମସଲ ସବା ଉପର କଭରିଂ ହେଉଛି ଏପିମାଇସିୟମ୍। ତା ଭିତରେ ବହୁତ ଗୁଡ଼ା ବଣ୍ଡଲ ଅଛି। ବଣ୍ଡଲ ଯେଉଁ ଉପର କଭରିଂ ଅଛି ତାକୁ କହୁଛୁ ଆମେ କ'ଣ ନା ଆମର ପେରିମାଇସିୟମ୍। ଓକେ, ତାପରେ ତା ଭିତରେ ଆହୁରି ବଣ୍ଡଲ ଅଛି ତାକୁ ଆମେ କହୁଛୁ ମସଲ ଫାଇବର ହେଲା। ଓକେ, ସେ ଯେଉଁ ମସଲ ଫାଇବର ଅଛି ସେଇଥିରେ ବହୁତ ଗୁଡ଼ା କ'ଣ ଥାଏ ନା ଆକ୍ଟିନ୍ ଆଉ ମାୟୋସିନ୍ର ଫାଇବର ଗୁଡ଼ାକ ଥାଏ। ଓକେ, ଆକ୍ଟିନ୍ ଆଉ ମାୟୋସିନ୍ର ଫାଇବର ଗୁଡ଼ାକ ଥାଏ। ତ ସେଇଥିରେ ସବୁ ବେଣ୍ଡ ଆମେ ଦେଖିବାକୁ ପାଇବା ହେଲା। କେଉଁ ବେଣ୍ଡ ଆମେ ଦେଖିବାକୁ ପାଇବା? ଗୋଟେ ଅଛି ଏ ବ୍ୟାଣ୍ଡ, ଆଉ ଗୋଟେ ଅଛି ଜେଡ୍ ବ୍ୟାଣ୍ଡ, ଆଉ ଗୋଟେ ଅଛି ଆମର ଯେଉଁଟାକି ଅଛି ଏମ୍ ଲାଇନ୍ ଗୋଟେ ଅଛି, ମଝିରେ ଅଛି ଏମ୍ ଲାଇନ୍। ଓକେ,
ଆଉ ଗୋଟେ ଏ ବ୍ୟାଣ୍ଡ ଜେଡ୍ ବ୍ୟାଣ୍ଡ ଆଉ ଗୋଟେ ଅଛି ଆଇ ବ୍ୟାଣ୍ଡ। ତ ଏଇସବୁ ଜିନିଷ ଆମେ ଦେଖିବାକୁ ପାଇବା। ତ ଏଇଠି ଆମର ଦେଖାହେଉଛି ଜେଡ୍ ବ୍ୟାଣ୍ଡ। ଓକେ, ତାପରେ ଏମ୍ ଲାଇନ୍ଟା ଏଇଠି ଅଛି। ତାପରେ ଆଇ ବ୍ୟାଣ୍ଡଟା ଏଇଠି ଥାଏ ଆଉ ଏ ବ୍ୟାଣ୍ଡ ଥାଏ। ଓକେ, ତ ଏଇସବୁ ଜିନିଷ ଲେଖିବାକୁ ପଡ଼ିବ। ଆମର ଯେତେ କହିବା ଆମେ କୋଶ୍ଚିନ୍ କ'ଣ ଥିଲା ଆମର ନା ଆମର ହ୍ୱାଟ୍ ଇଜ୍। ତ ଏଇସବୁ ଜିନିଷ ରହିଲା ମସଲରେ। ଓକେ, ତାପରେ ମୁଁ ଯେଉଁ କହିଲି ତା ଭିତରେ ରହୁଛି ମସଲ ଯେଉଁ ସାର୍କମିୟର ଆମେ କାହାକୁ କହିବା? ସାର୍କମିୟର କାହାକୁ କହିବା ଆମେ? ସାର୍କମିୟର ଯେତେବେଳେ ଆମେ ମସଲ ଫାଇବରକୁ ଆମେ ଦେଖୁଛୁ, ସବା ଭିତରେ ହେଲା ମସଲ ଫାଇବର। ଓକେ, ମସଲ ସେମିତି ଉପର ଲେୟାର ଅଛି, ସବା ଭିତରେ ଆମେ ଦେଖିବାକୁ ଗଲେ ଫାଇବର ଗୁଡ଼ାକ ଥିବ ମସଲ ଫାଇବର। ଆଉ ମସଲ ଫାଇବର ଯଦି ଆମେ ଦେଖିବା, ଏମିତି ସବୁ ବେଣ୍ଡ ସବୁ ଦେଖାଯିବ। ଗୋଟେ ଦେଖାଯିବ ଲାଇଟ୍ ବେଣ୍ଡ, ଆଉ ଗୋଟେ ଦେଖାଯିବ ଡାର୍କ ବେଣ୍ଡ। ଓକେ, ଗୋଟେ ଦେଖାଯିବ ଲାଇଟ୍ ବେଣ୍ଡ, ଆଉ ଗୋଟେ ଦେଖାଯିବ ଡାର୍କ ବେଣ୍ଡ। ଏଇଠି ଯେଉଁ ଚିତ୍ରଟା ଦେଖାହେଉଛି ଆଇ ବେଣ୍ଡ ହେଉଛି ଲାଇଟ୍। ଇଏ ବ୍ୟାଣ୍ଡ ଯେଉଁଟା ଦେଖାହେଉଛି ସେଇଟା ହେଉଛି ଡାର୍କ। ଓକେ, ତ ମସଲକୁ ଯଦି ଆମେ ଦେଖିବା, ଲାଇଟ୍ ଦେଖାଯିବ, ପୁଣି ଡାର୍କ ଦେଖାଯିବ, ଲାଇଟ୍ ଦେଖାଯିବ, ଡାର୍କ ଦେଖାଯିବ। ଏମିତି କ'ଣ ପାଇଁ ଦେଖାହେଉଛି? ସେଇଥିରେ କ'ଣ ଅଛି? ଫାଇବର ଗୁଡ଼ାକ ଅଛି। ଆଇ ବ୍ୟାଣ୍ଡରେ କେଉଁ ଫାଇବର ଅଛି ଆଉ ଡାର୍କ ବ୍ୟାଣ୍ଡରେ କେଉଁ ଫାଇବର ଅଛି? ଓକେ, ଆଇ ବ୍ୟାଣ୍ଡରେ କେଉଁ ଫାଇବର ଅଛି? ଆକ୍ଟିନ୍ ଅଛି। ଆକ୍ଟିନ୍ ସେଇଟା ହେଉଛି ଗୋଟେ ଥିନ୍ ଫିଲାମେଣ୍ଟ। ଆଉ ହେଉଛି ଯେଉଁଟାକି ଡାର୍କ ଦେଖାହେଉଛି ସେଇଟା ହେଉଛି ମାୟୋସିନ୍। ଓକେ, ସେଇଟା ହେଉଛି ଥିକ୍ ଫିଲାମେଣ୍ଟ। ଡାର୍କ ଫିଲାମେଣ୍ଟଟା ହେଉଛି ଥିକ୍ ଫିଲାମେଣ୍ଟ, ଯେଉଁଟାକି କୁହନ୍ତି ମାୟୋସିନ୍। ଆଉ ଯେଉଁଟା ଲାଇଟ୍ ବେଣ୍ଡଟା ଆଇ ବେଣ୍ଡ, ତାକୁ କହୁଛୁ ଆମେ ଆକ୍ଟିନ୍। ହେଲା, ଆକ୍ଟିନ୍ ଅଛି, ମାୟୋସିନ୍ ଅଛି। କିନ୍ତୁ ଯେଉଁ ଆଇ ବେଣ୍ଡ କହୁଛୁ ସେଥିରେ ଖାଲି ଆକ୍ଟିନ୍ ଥାଏ। କିନ୍ତୁ ଯେଉଁ ଏ ବେଣ୍ଡ କହୁଛୁ ଡାର୍କ ବେଣ୍ଡ, ସେଇଟା ହେଉଛି ମାୟୋସିନ୍ ଥିବ, ଆକ୍ଟିନ୍ ବି ଥିବ। ହେଲା, ଓକେ, ମାୟୋସିନ୍ ଅଧିକ ଥିବ। ହେଲା, ତ ମାୟୋସିନ୍ଟା ଟିକେ ତାହେଲେ ଲେନ୍ଥଟା ଟିକେ ଅଧିକ, ତ ସେଇଥିପାଇଁ ସେଗୁଡ଼ାକ କ'ଣ ଥାଏ ନା ଅଧିକ ଥାଏ ସେଗୁଡ଼ାକ। ତ ସେଇଥିପାଇଁ ସେଗୁଡ଼ାକ ଡାର୍କ ଦେଖାହେଉଛି। ଓକେ, ତ ଦୁଇଟା ରହିଲା, ଗୋଟେ ରହିଲା ଥିନ୍ ଫିଲାମେଣ୍ଟ, ଆଉ ଗୋଟେ ରହିଲା ଥିକ୍ ଫିଲାମେଣ୍ଟ। ହେଲା, ଥିନ୍ ମାନେ ପତଳା, ତ ଆଇ ବେଣ୍ଡଟା ଗୋଟେ ପତଳା ଫିଲାମେଣ୍ଟ ତିଆରି, ଯାହା ନାଁ ହେଉଛି ଆକ୍ଟିନ୍। ଆଉ ଏ ବେଣ୍ଡଟା ହେଉଛି କେଉଁଥିରେ ତିଆରି? ଆମର ଥିକ୍ ଫିଲାମେଣ୍ଟ, ଯେଉଁଟା କହୁଛି ଆମେ ମାୟୋସିନ୍। ତ ସେଇଥିପାଇଁ ସେଗୁଡ଼ାକ ଡାର୍କ ଦେଖାହେଉଛି। ଏଇଠି ଆମେ ଦେଖିବାକୁ ପାଉଛୁ ଗୋଟେ ଆଇ ବେଣ୍ଡ ରହୁଛି, ଆଉ ଗୋଟେ ହେଉଛି ଡାର୍କ ବେଣ୍ଡ। ହେଲା, ଓକେ, ତ ମସଲ ଭିତରେ ଆମେ ଦେଖିବା, ଯଦି ମସଲ ପୁରା ଭିତରେ ଦେଖିଲେ କ'ଣ ଦେଖାଯିବ ନା ମସଲ ଫାଇବର ଗୁଡ଼ାକ ଦେଖାଯିବ। ମସଲ ଫାଇବର ଭିତରେ ଆମେ ଯଦି ଦେଖିବା, ଏଇସବୁ ଫିଲାମେଣ୍ଟ ଗୁଡ଼ାକ ଦେଖାଯିବ। ଓକେ, ଆମ କୋଶ୍ଚିନ୍ କ'ଣ ଥିଲା ନା ଆମେ କାହାକୁ କହୁଛୁ? ଆମେ ସାର୍କମିୟର। ହେଲା, ସାର୍କମିୟର ଆମେ କାହାକୁ କହିବା? ଏଇଠି ଯେଉଁ ଚିତ୍ରଟି ଦେଖାହେଉଛି, ଏଇଥିରେ ସାର୍କମିୟର ଆମେ କାହାକୁ କହୁଛୁ? ସାର୍କମିୟର ଆମେ କାହାକୁ କହୁଛୁ ନା ଗୋଟିଏ ଜେଡ୍ ବ୍ୟାଣ୍ଡରୁ ଆଉ ଗୋଟେ ଜେଡ୍ ବ୍ୟାଣ୍ଡ ଥାଏ। ହେଲା, ତାକୁ ଡିଭାଇଡ଼ କରାଯାଇଛି, ତାପରେ ତାକୁ ନେଇକରି ସାର୍କମିୟର ଗୋଟେ ତିଆରି। ହେଲା, ଗୋଟେ ୟୁନିଟ୍, ଆଉ ମସଲ ଗୋଟେ ୟୁନିଟ୍, ତାକୁ ଆମେ କ'ଣ କହୁଛୁ? ସାର୍କମିୟର। ହେଲା, ତ କୋଶ୍ଚିନ୍ ପଚାରୁଥିଲା ଆମକୁ ହ୍ୱାଟ୍ ଇଜ୍ ସାର୍କମିୟର। ସାର୍କମିୟର ଆମେ କାହାକୁ କହିବା? ତା ବିଷୟରେ ଟିକେ ଲେଖିଦେବା କ'ଣ କହିବା। ତ ସାର୍କମିୟର କ'ଣ ରହୁଛି ଆମେ ଦେଖିବାକୁ ପାଇଲେ, ସାର୍କମିୟର ଏଇଟା କୁହାଯାଏ ଦୁଇଟା ଜେଡ୍ ଲାଇନ୍ ଅଛି, ତା ମଝିରେ ଏମ୍ ଲାଇନ୍ ଅଛି। ଓକେ, ଏଇ ଗୋଟେ ଜେଡ୍ ଲାଇନ୍ ଆଉ ଗୋଟେ ଜେଡ୍ ଲାଇନ୍, ଗୋଟେ ଜେଡ୍ ଲାଇନ୍ ଆଉ ଗୋଟେ ଜେଡ୍ ଲାଇନ୍। ହେଲା, ଓକେ, ସେଇ ଗୋଟେ ୟୁନିଟ୍ଟାକୁ କ'ଣ କୁହାଯାଉଛି? ସାର୍କମିୟର। ଓକେ, ସାର୍କମିୟର ଆମେ କ'ଣ ଲେଖିବା ତା ବିଷୟରେ? ସାର୍କମିୟର ଇଜ୍ ଦ ଫଙ୍କସନାଲ ୟୁନିଟ୍ ଅଫ୍ ସ୍କେଲେଟାଲ ମସଲ। ଓକେ, ସ୍କେଲେଟାଲ ମସଲ ଯଦି ଫଙ୍କସନାଲ ୟୁନିଟ୍ ଆମେ କାହାକୁ କହୁଛୁ ନା ସାର୍କମିୟର। ଓକେ, ସାର୍କମିୟର କ'ଣ ରହୁଛି, କେଉଁ ଲାଇନ୍ ରହୁଛି? ଗୋଟେ ରହିଲା ଏମ୍ ଲାଇନ୍, ଆଉ ଦୁଇଟା ରହିଲା ଜେଡ୍ ଲାଇନ୍। ହେଲା, ତ କେଉଁଥିରେ ତିଆରି? ଜେଡ୍ ଲାଇନ୍ ଆଉ ଏମ୍ ଲାଇନ୍। ଓକେ, ତ ସାର୍କମିୟର କେଉଁଥିରେ ତିଆରି? ଜେଡ୍ ଲାଇନ୍ ଆଉ ଏମ୍ ଲାଇନ୍। ଜେଡ୍ ଲାଇନ୍ କ'ଣ? ଏଇଠି ଯେଉଁ ଦେଖାଉଛି ଜେଡ୍ ଲାଇନ୍ଟା, ସେଇଟା କ'ଣ? ହ୍ୱାଟ୍ ଇଜ୍ ଜେଡ୍ ଲାଇନ୍? ଜେଡ୍ ଲାଇନ୍, this is the structure define that boundary of sarcomere and anchors the thin filament. ବାଉଣ୍ଡ୍ରି ଗୋଟେ ତିଆରି କରୁଛି ସାର୍କମିୟର। ମୁଁ କହିଲି ଏଇ ଯେଉଁ ଜେଡ୍ ଲାଇନ୍ ଅଛି, ଆଉ ଗୋଟେ ଯେଉଁ ଜେଡ୍ ଲାଇନ୍ ଅଛି, ତା ମଝିରେ କ'ଣ ରହୁଛି? ଏମ୍ ଲାଇନ୍। ଗୋଟିଏ ଜେଡ୍ ଲାଇନ୍ ଆଉ ଗୋଟେ ଜେଡ୍ ଲାଇନ୍ ଯାଏ, ସେ ଯେଉଁ ଗୋଟେ ୟୁନିଟ୍ଟାକୁ ଆମେ କ'ଣ କହୁଛୁ? ସାର୍କମିୟର। ଯେମିତି ଗୋଟେ ସେଲ୍ ମିଶିଲେ ଟିସ୍ୟୁ ହେଉଛି, ସେମିତି ଗୋଟେ ସାର୍କମିୟର ମିଶିକି ମସଲ ଫାଇବର ହେଉଛି। ହେଲା, ଓକେ,
तो सार्कोमियरटा कोउथरे तयारी जेड लाइन तयारी आउ एम लाइन तयारी ओके जेड लाइन गोटे बाउंड्री तयारी करे आ माने एतिकी जाए तुम सार्कोमियरटा रहियो ओके एम लाइन तो कहली एम लाइन टा कौन से कौन तैयारी एम लाइन मिडिल रोज जोटा हूँ एम लाइन है कौन तैयारी से हूँ आमर थिन मायोसिन तैयारी है लोकेटेड एट द सेंटर ऑफ द सार्कोमियर जो सेंटर आम देखिए ताहले से जो एम लाइन टा देखा सार्कोमियर सेंटर एम लाइन टा देखा जाए ओके एटा हूँ मिडिल ओके सार्कोमियर मिडिल को आम कौन कौन एम लाइन जेड लाइन कौन ना बाउंड्रीज गोटे तैयारी कर माने एतिकी एतिकी जाए सार्कोमियर आमर रहियो ओके एम लाइन तो जानी पारे लोकेटेड ऑन द सेंटर ऑफ द सार्कोमियर ओके तापर एटा पर काम अछि एम लाइन नो इट हेल्प्स मेंटेन देयर ऑर्गेनाइज स्ट्रक्चर ओके तापर नेक्स्ट आम देखिया या विषय आम एति लिखि परिया तो क्वेश्चन थिला जे हमर कौन ना एक्सप्लेन द स्ट्रक्चर ऑफ सार्कोमियर कौन को लिखिया सार्कोमियर इज द फंक्शनल यूनिट ऑफ मसल ओके एंड अंडरस्टैंडिंग स्ट्रक्चर की हाँ तापर सार्कोमियर कौन लिखिया हम ता विषय लिखि दो कोते कोते तयारी आ सार्कोमियर इज डिफाइंड टू की लाइन गोटे जेड लाइन अछि आ गोटे एम लाइन अछि गोटे जेड लाइन नो दीटा जेड लाइन वाला माने गोटे रु आ गोटे जे दीटा जेड लाइन ता मझे कौन थियो एम लाइन थी ओके तापर नेक्स्ट हम देखिया को क्वेश्चन है व्हाट इज द रोल ऑफ एक्टिन मायोसिन मसल कंट्रैक्शन दैट भी सब इजी क्वेश्चन मसल कंट्रैक्शन में एक्टिन और मायोसिन रो काम कौन ओके लिखिया मसल कंट्रैक्शन केमिति हो एक्टिन और मायोसिन सेतरे केमिति कौन काम कर फास्ट तो बुझिया पड़ो एक्टिन कौन मायोसिन कौन कोड थाए गुडा जो हम देखु एक्टिन मायोसिन मसल तो कहली मसल जो ऊपर जो स्ट्रक्चर गुड़ाक थाए से सब फास्ट बुझा पड़ो तापर एटा बुझीपर ना बुझीपर ना ओके मसल को स्ट्रक्चर रहा कहली कौन कौन थाए सभा ऊपर मसल कौन थी ना एपिमाइसियम कनेक्टिव टिश्यू ओके ता भीतर थी बंडल गुड़ाक से जो बंडल मसल गुड़ाक थी ता भीतर थी आमर कौन ना मसल फाइबर गुड़ाक बंडल भीतर कौन थी मसल फाइबर भीतर थी एक्टिन और मायोसिन तो ये स्ट्रक्चर हम देखिए जापर तो ये दिखाई एक्टिन और मायोसिन किसी स्ट्रक्चर ओके ये आम जापर ए बैंड कौन आई बैंड कौन डार्क बैंड कौन लाइट बैंड कौन जेड लाइन तो बाउंड्री गोटे मसल ओके एम लाइन हूँ मिडिल पार्ट आई बैंड तो जापर जोटा कि अच्छी आमर लाइट बैंड ए बैंड हूँ डार्कर बैंड आई बैंड हूँ लाइटर बैंड ओके एक्टिन मायोसिन कोड थाए एक्टिन टा एट जो देखा हूँ एक्टिन ओके एक्टिन मायोसिन एटा हूँ मायोसिन ओके एक्टिन आउ मायोसिन ओके एक्टिन टा कोथरे तयारी आउ मायोसिन टा कोथरे तयारी एक्टिन टा तयारी गोटे ग्लोबुलर प्रोटीन ओके फास्ट थी गोलिया गोटे ग्लोबुलर प्रोटीन जोटा कहते जी एक्टिन तापर से गुड़ाक गोटे गोटे यूनिट हम यूनिट मैं गोटे रु दीटा दीटा चार्टा एमती बांधी 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 बहुत गुड़ा गोटे लंबा चेन भया हो आम कौन एफ एक्टिन ओके सिंगल यूनिट थे जी एक्टिन जोटा कि मोनोमर आ से गुड़ाक बहुत गुड़ा हो गला कौन कह एफ एक्टिन ओके एक्टिन गुड़ाक एट थाए है मायोसिन गुड़ाक एट थाए मायोसिन हेड थाए आ कौन थी टेल थी मायोसिन कौन थी हेड थी नेक थी आउ थी टेल ओके ये देखा हेड मुंड नेक हूँ देख टेल हूँ कौन तार लांच भया थी ये सब फाइबर मसल भीतर देखिले ये सब आम देखा पाए ओके यार भी कम अच्छी मसल कंट्रैक्शन कौन कौन हेल्प हो जो आम हेड रिजन रहा हेड रिजन कौन रोच आमर एटीपी गुड़ाक बाइंड हो रुए कौटे एटीपी गुड़ा बाइंड हो रुए ना आम जो मायोसिन जो हेड रिजन अच्छी से एटीपी बाइंड हो रुए ओके जेपर्यंत एटीपी हटो ना से पर्यंत मसल कंट्रैक्शन हम ना जेपर्यंत एटीपी हटो ना से पर्यंत मसल कंट्रैक्शन हम ना आउ जो आम रहा एक्टिन
ଗୋଟେ ରହିଲା ମାୟୋସିନ୍ ହେଡ୍ ରିଜନ୍ କ'ଣ ରହିଲା ଆମର ଏଟିପି ହେଲା। ଆଉ ଗୋଟେ ଯେଉଁ ଆକ୍ଟିନ୍ ରହିଲା, ଆକ୍ଟିନ୍ ବି କେଉଁଥିରେ ତିଆରି, ଗ୍ଲୋବୁଲାର ପ୍ରୋଟିନ୍ରେ ତିଆରି। ଓକେ, ଆକ୍ଟିନ୍ କେଉଁଥିରେ ତିଆରି, ଗ୍ଲୋବୁଲାର ପ୍ରୋଟିନ୍ରେ ତିଆରି ହେଲା। ଆକ୍ଟିନ୍ର ଉପରେ ଥାଏ ଟ୍ରୋପୋମାୟୋସିନ୍, ଆକ୍ଟିନ୍ର ଉପରେ ଥାଏ ଟ୍ରୋପୋମାୟୋସିନ୍। ଯେପର୍ଯ୍ୟନ୍ତ ଟ୍ରୋପୋମାୟୋସିନ୍ ହଟିବ ନାହିଁ ସେ ପର୍ଯ୍ୟନ୍ତ ମସଲ୍ କଣ୍ଟ୍ରାକ୍ସନ୍ ହେବ ନାହିଁ। ଯେମିତି ମସଲ୍ ଆମେ ମୁଭ୍ କରୁଛୁ, କଣ୍ଟ୍ରାକ୍ସନ୍ ରିଲାକ୍ସେସନ୍ ହୋଇପାରୁଛି କାହା ଦ୍ୱାରା, ଏଥିରୁ ଆକ୍ଟିନ୍ଟା ହଟୁଛି। କାହା ଦେହରୁ ଆକ୍ଟିନ୍ଟା ହଟୁଛି, ମାୟୋସିନ୍ର ହେଡ୍ ରିଜନ୍ରୁ ଏଟିପିଟା ହଟୁଛି। ଏବଂ ଆଉ କାହାର, ଆମର ଯେଉଁ ରହିଲା ଆକ୍ଟିନ୍ର ତା ଯେଉଁ ଉପରୁ କ'ଣ ହଟୁଛି ନା ଟ୍ରୋପୋମାୟୋସିନ୍। ଓକେ, ଇଏ ଦୁଇଟା ହଟିବା ଦ୍ୱାରା ମସଲ୍ କଣ୍ଟ୍ରାକ୍ସନ୍ ହେଇପାରୁଛି, ନହେଲେ ହେଇପାରୁନାହିଁ। ଓକେ, ମନେ ରହିଲା, ଯେଉଁଟା ମାୟୋସିନ୍ର ହେଡ୍ ରିଜନ୍ରୁ ଏଟିପିଟା ହଟୁଛି, ଆଉ ଯେଉଁଟାକି ରହିଲା ଆମର ଆକ୍ଟିନ୍ ତା ଉପରୁ ଟ୍ରୋପୋମାୟୋସିନ୍ଟା ହଟୁଛି। ଏ ଦୁଇଟା ହଟିବା ଦ୍ୱାରା କ'ଣ ହେଉଛି ନା ମସଲ୍ କଣ୍ଟ୍ରାକ୍ସନ୍ ହେଇପାରୁଛି ହେଲା। ଏଇଟା ମୁଭ୍ କରୁଛି, କେଉଁଟା ମୁଭ୍ କରୁଛି, ଆକ୍ଟିନ୍ଟା ମୁଭ୍ କରୁଛି ଆଗକୁ ହେଲା। ୟାର ଯେଉଁ ହେଡ୍ ରିଜନ୍ଟା ଅଛି ଗୋଟିଏରୁ କୋଉଠିକି ଯାଉଛି, ତା ଆଗକୁ ମୁଭ୍ କରିଯାଉଛି ହେଲା। ଯେଉଁ ହେଡ୍ ରିଜନ୍ଟା କେମିତି ମୁଭ୍ କରୁଛି, ତା ଏଟିପି ହଟିବା ଦ୍ୱାରା ମୁଭ୍ କରିପାରୁଛି। କାହାର, ମାୟୋସିନ୍ର ଏଟିପି ହଟିବା ଦ୍ୱାରା ତାର ହେଡ୍ ରିଜନ୍ଟା ମୁଭ୍ କରିପାରୁଛି ହେଲା, ମାନେ ଆଗକୁ ମୁଭ୍ କରିପାରୁଛି ତା ହେଡ୍ଟା। ଏବଂ ଯେଉଁ ଆଉ ରହିଲା ଆକ୍ଟିନ୍ ତା ଉପରେ ଯେଉଁ ଟ୍ରୋପୋମାୟୋସିନ୍ ଅଛି ସେଟା ହଟିବା ଦ୍ୱାରା ସେଟା କ'ଣ ହେଇପାରୁଛି ନା ବାଇଣ୍ଡ ହେଇପାରୁଛି କାହା ସହିତ, ନା ମାୟୋସିନ୍ ସହିତ। ଓକେ, ନହେଲେ ସେ ବାଇଣ୍ଡ ହେଇପାରିବ ନାହିଁ। ତ ଏଇସବୁ କନସେପ୍ଟ ଆମକୁ ମନେ ରଖିବାକୁ ପଡ଼ିବ। ଆକ୍ଟିନ୍ ଉପରେ ଯେଉଁ ରହିଲା ଟ୍ରୋପୋମାୟୋସିନ୍ ସେଟା ନ ହଟିବା ଦ୍ୱାରା ଏଟା କାହାର ହେଡ୍କୁ ବାଇଣ୍ଡ ହେଇପାରିବ ନାହିଁ, ମାୟୋସିନ୍ର ହେଡ୍କୁ ସେ ବାଇଣ୍ଡ ହେଇପାରିବ ନାହିଁ। ମାୟୋସିନ୍ର ଯେମିତି ତାର ଯେଉଁ ହେଡ୍ ରିଜନ୍ ଏଟିପିଟା ଅଛି ସେଟା ନ ହଟିଲେ ଇଏ ଆକ୍ଟିନ୍ ସହିତ ବାଇଣ୍ଡ ହେଇପାରିବ ନାହିଁ। ଓକେ, ଏ ଦୁଇଟା ବ୍ଲକେଜ୍ର କାମ କରେ। ଗୋଟେ ରହିଲା ମାୟୋସିନ୍ର ହେଡ୍ର ଏଟିପି, ଆଉ ଗୋଟେ ରହିଲା ଆକ୍ଟିନ୍ର ଯେଉଁ ଉପରେ ଅଛି ଟ୍ରୋପୋମାୟୋସିନ୍ ସେଟା ହେଉଛି ବ୍ଲକେଜ୍ କରୁଛି ହେଲା। ଯଦି ହଟିଗଲା ତାହେଲେ ସେଟା କ'ଣ କରିବ, ମସଲ୍ ମୁଭ୍ କରିବ ଏବଂ ସେଟା କଣ୍ଟ୍ରାକ୍ସନ୍ କରିବ। ଆଉ ନ ହଟିଲା ଯଦି ସେ କଣ୍ଟ୍ରାକ୍ସନ୍ କରିବ ନାହିଁ ହେଲା। ଏତିକି ଜିନିଷ ମସଲ୍ କଣ୍ଟ୍ରାକ୍ସନ୍ ଯଦି ପଚାରିଲା ଆମକୁ ଲେଖିବାକୁ ପଡ଼ିବ ହେଲା, ମନେ ରହିଲା। ତ ଏଥିରେ ମେନ୍ କାମ କ'ଣ, ହଟିବା ଦରକାର ଏଟିପି କାହା ହେଡ୍ରୁ, ଆମର ମାୟୋସିନ୍ର ହେଡ୍ରୁ ଏଟିପି ହଟିବା ଦରକାର, ଦେଲେ କି ସେଟା ବାଇଣ୍ଡ ହେଇପାରିବ କାହା ସହିତ, ଆକ୍ଟିନ୍ ସହିତ। ସେମିତି ଆକ୍ଟିନ୍ର ତା ଉପରୁ ହଟିବା ଦରକାର ଟ୍ରୋପୋମାୟୋସିନ୍, ଦେଲେ କି ସେଟା ବାଇଣ୍ଡ ହେଇପାରିବ କାହା ସହିତ, ମାୟୋସିନ୍ ସହିତ। ଓକେ, ତ ବାଇଣ୍ଡ ହେଇପାରିବ ମାନେ ସେଟା ମୁଭ୍ କରିବ। ଯେଉଁ ହେଡ୍ଟା ଅଛି ଯେତେବେଳେ ଏଟିପିଟା ହଟିଯିବ ତା ହେଡ୍ରୁ, କାହାର ହେଡ୍ରୁ ନା ମାୟୋସିନ୍ର ହେଡ୍ରୁ, ସେଟା କ'ଣ ହେବ ନା ଧୀରେ ଧୀରେ ଆଗକୁ ସେଟା ମୁଭ୍ କରିବ ହେଲା। ଏଠି ଅଛି ଏଠିକି ପଳେଇଯିବ ହେଲା। ତ ଏମିତି କିଛି ମେକାନିଜିମ୍ ଥାଏ। ତ ମସଲ୍ ଭିତରେ ଦେଖିବାକୁ ଗଲେ ଏମିତି ସବୁ ଫାଇବର ସବୁ ଦେଖିବାକୁ ମିଳେ ହେଲା। ଗୋଟେ ଡାର୍କ ବ୍ୟାଣ୍ଡ ଥିବ ଆଉ ଗୋଟେ ଥିବ ଲାଇଟ୍ ବ୍ୟାଣ୍ଡ ହେଲା। ଡାର୍କ ବ୍ୟାଣ୍ଡଟା କେଉଁଥିରେ ତିଆରି ଆଉ ଲାଇଟ୍ ବ୍ୟାଣ୍ଡଟା କେଉଁଥିରେ ତିଆରି ଆମେ ଦେଖିଦେଲେ ହେଲା, ବୁଝିପାରୁଛୁ। ଜେଡ୍ ଲାଇନ୍ଟା ଆମେ ଜାଣିପାରୁଛୁ ଗୋଟେ ସାର୍କୋମିୟର ଗୋଟେ ବାଉଣ୍ଡ୍ରି ତିଆରି କରୁଛି। ଏଇସବୁ ଜିନିଷ ଲେଖିବା ଯେଉଁଟା ଆମ ଦେଇଛି କୋଶ୍ଚିନ୍, ତ ତାକୁ ଆମକୁ ଡିଫାଇନ୍ କରିବାକୁ ପଡ଼ିବ। ତ ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ମାୟୋସିନ୍ଟା ରହୁଛି ମିଡିଲ୍ରେ, ଆକ୍ଟିନ୍ଟା ହେଉଛି ସୂତା ଭଳିଆ, ସେଟା କ'ଣ ଥାଏ ନା ଏଇ ସାଇଡ଼୍ରେ ଥିବ। ଓକେ, ଏଇ ସାଇଡ଼୍ରେ କ'ଣ ଥିବ ନା ସୂତା ଭଳିଆ ଥିବ। ଓକେ, ତ ଯେତେବେଳେ କି ଆମର ମସଲ୍ଟା କଣ୍ଟ୍ରାକ୍ସନ୍ କରୁଛି ଆକ୍ଟିନ୍ ଗୁଡ଼ାକ ଧୀରେ ଧୀରେ ସାର୍କୋମିୟର ମିଡିଲ୍କୁ ଆସୁଛି, ମାନେ ଏମ୍ ଲାଇନ୍କୁ ଆସୁଛି। ଓକେ, ଯେତେବେଳେ ମସଲ୍ କଣ୍ଟ୍ରାକ୍ସନ୍ କରିବ ତ ସେତେବେଳେ ସେ ଏମ୍ ଲାଇନ୍ ଯେଉଁଟାକି ଅଛି ଏଚ୍ ଜୋନ୍ ଯେଉଁଟା କୁହନ୍ତି ହେଲା, ଏଚ୍ ଜୋନ୍କୁ ଧୀରେ ଧୀରେ ଯେଉଁ ଆକ୍ଟିନ୍ ଗୁଡ଼ାକ ଧୀରେ ଧୀରେ କ'ଣ ଆସିବ ନା ଏଚ୍ ଜୋନ୍ରୁ ମିଡିଲ୍କୁ ଆସିବ, ମାନେ ମିଡିଲ୍ରେ ପହଞ୍ଚିବ। ଆଉ ମସଲ୍ ରିଲାକ୍ସନ୍ କଲେ ସେଟା ଧୀରେ ଧୀରେ କ'ଣ ହେଇଯିବ ନା ଆମର ଦୂରେଇଯିବ। ଓକେ, ତ ମିଡିଲ୍କୁ କେତେବେଳେ ଆସୁଛି ଯେତେବେଳେ ଆମ ମସଲ୍ କଣ୍ଟ୍ରାକ୍ସନ୍ ହେଉଛି, ରିଲାକ୍ସନ୍ ହେଲେ ସେଟା ଦୂରେଇଯିବ। ଓକେ, ଆଉ କିଏ ଗୋଟେ ଜାଗାରେ ରହୁଛି ମୁଭ୍ ହିଁ କରୁନି ସେ ହେଉଛି ମାୟୋସିନ୍, ଆକ୍ଟିନ୍ ହେଉଛି ମୁଭ୍ କରୁଛି ହେଲା। ଆକ୍ଟିନ୍ର ହେଡ୍ ଥିବ, ଆକ୍ଟିନ୍ ହେଉଛି ଗ୍ଲୋବୁଲାର ପ୍ରୋଟିନ୍, ମାୟୋସିନ୍ ହେଉଛି ହେଡ୍ ଆଉ ଟେଲ୍ ଅଛି। ଓକେ, ଏମିତି କିଛି ମନେ ରଖିବାକୁ ପଡ଼ିବ। ତାପରେ ମସଲ୍ କଣ୍ଟ୍ରାକ୍ସନ୍ ଆଉ ରିଲାକ୍ସେସନ୍ କେମିତି ହେଉଛି ତାର ବି ଗୋଟେ ମେକାନିଜିମ୍ ଅଛି। ଓକେ, ଯେତେବେଳେ ଆମର ନର୍ଭସ୍ ସିଷ୍ଟମ୍ ଯେତେବେଳେ ଆମର
ପଢ଼ିଥିବା ଆମେ ନର୍ଭସ୍ ସିଷ୍ଟମ୍ ବିଷୟରେ ହେଲା। ସେ ଟାଇମ୍ରେ ଆମେ ପଢ଼ିଥିବା ଯେ ଗୋଟେ ଅଛି ସିନାପ୍ଟିକ୍ ଭେସେଲ୍। ସିନାପ୍ଟିକ୍ ଭେସେଲ୍ ମାନେ କ'ଣ, ଯେଉଁଟା ଏସିଟାଇଲ୍ କୋଲିନ୍ ନ୍ୟୁରାଲ୍ ସିଷ୍ଟମ୍ ପଢ଼ିଥିବା ଏସିଟାଇଲ୍ କୋଲିନ୍ର କାମ ହେଉଛି ନ୍ୟୁରାଲ୍ ସିଗ୍ନାଲ୍ କାମ ଦେବ, କେମିକାଲ୍ ମେସେଞ୍ଜର୍ ଭଳିଆ କାମ କରିବ। ତ ଆମେ ଜାଣିଛେ ସିନାପ୍ଟିକ୍ ଭେସେଲ୍ ଦ୍ୱାରା ଗୋଟେ ଆମର ଏସିଟାଇଲ୍ କୋଲିନ୍ର କ'ଣ ଥିବ, ଆମର କେମିକାଲ୍ ସିଗ୍ନାଲ୍ ଆସି ପହଞ୍ଚିବ ହେଲା, ମାନେ ଭେସେଲ୍ ବୟ ଯୋଉଟା ଆସି ପହଞ୍ଚିବ। ତାପରେ ସେଇଠି ରିସେପ୍ଟର୍ ଥିବ ହେଲା, ମସଲ୍ ସେଲ୍ରେ ରିସେପ୍ଟର୍ ଥିବ, ସେଗୁଡ଼ାକ ରିସିଭ୍ କରିବ ହେଲା। ଯେତେବେଳେ ଏସିଟାଇଲ୍ କୋଲିନ୍ ସିଗ୍ନାଲ୍ ପଠାଇବ ସେ ଟାଇମ୍ରେ ମସଲ୍ ସେଲ୍ ଗୁଡ଼ାକ କ'ଣ ହେବ, ରିସେପ୍ଟର୍ ଏକ୍ସାଇଟେଡ୍ ହେବ ହେଲା। ତାପରେ କ୍ୟାଲସିୟମ୍ ଗୁଡ଼ାକ ଧୀରେ ଧୀରେ ଚ୍ୟାନେଲ୍ ବାଟେ କୋଉଠିକି ପଶିଯିବ, ତା ଭିତରକୁ। ଓକେ, ନଟ୍ କ୍ୟାଲସିୟମ୍, ଇଟ୍ ଇଜ୍ ସୋଡ଼ିୟମ୍ Na+ ହେଲା। ଧୀରେ ଧୀରେ Na+ ଗୁଡ଼ାକ କେଉଁଠି ଏଣ୍ଟର୍ କରିଯିବ ନା ସେଲ୍ ଭିତରକୁ। ସେଲ୍ ଭିତରକୁ ଯେତେବେଳେ ଏଣ୍ଟର୍ କରିଯିବ ସେ ଟାଇମ୍ରେ ସେମାନେ କ'ଣ କରିବେ ନା ଆମର ଯେଉଁଟା ଅଛି ଯେଉଁ ବ୍ଲକେଜ୍ର କାମ କରୁଛି, ଯାହା ନାଁ ହେଉଛି, ଯେତେବେଳେ କି ସୋଡ଼ିୟମ୍ଟା ଏଣ୍ଟର୍ କଲା ସେଲ୍ ଭିତରକୁ, ମସଲ୍ ସେଲ୍ ଭିତରକୁ କେମିତି ଏଣ୍ଟର୍ କଲା ଆମେ ଜାଣିଥିଲେ, ଗୋଟେ କେମିକାଲ୍ ସିଗ୍ନାଲ୍ ଆସିଲା ଏସିଟାଇଲ୍ କୋଲିନ୍ ନର୍ଭସ୍ ସିଷ୍ଟମ୍ରୁ। ତାପରେ ଯେତେବେଳେ ସେ ସିଗ୍ନାଲ୍ଟି ଆସିଲା ସେତେବେଳେ ଆମର କ'ଣ ହେଲା ନା ସିଗ୍ନାଲ୍ଟି ପହଞ୍ଚିଲା କେଉଁଠି, ରିସେପ୍ଟର୍ ପାଖରେ। ତାପରେ ସେ ଏଣ୍ଟ୍ରି କରେଇଲା ମସଲ୍ ସେଲ୍ ଭିତରକୁ ସୋଡ଼ିୟମ୍ ଗୁଡ଼ାକ Na+ ଯାଇକିରି ପହଞ୍ଚିଲା କେଉଁଠିକି, ସାର୍କୋପ୍ଲାଜମିକ୍ ରେଟିକୁଲମ୍। ମସଲ୍ ସେଲ୍ ସେମିତି ଆମର ଯେମିତି ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ଅଛି, ମସଲ୍ ସେମିତି ସାର୍କୋପ୍ଲାଜମିକ୍ ରେଟିକୁଲମ୍ ଅଛି। ସେ କ'ଣ କଲା ନା ଧୀରେ ଧୀରେ କ୍ୟାଲସିୟମ୍ ଗୁଡ଼ାକ ସିକ୍ରେଟ୍ କଲା ହେଲା। କ୍ୟାଲସିୟମ୍ କ'ଣ କରିବ, କେଉଁ କାମରେ ହେଲ୍ପ କରିବ, କ୍ୟାଲସିୟମ୍ଟା ବାଇଣ୍ଡ ହେଇଯିବ ଟ୍ରୋପୋନିନ୍ ସହିତ। କ୍ୟାଲସିୟମ୍ କାହା ସହିତ ବାଇଣ୍ଡ ହେଇଯିବ, ଟ୍ରୋପୋନିନ୍। ଯାହାଫଳରେ କ'ଣ ହେବ ନା ଏଠି ଆଲାଏ ଫର୍ ମାୟୋସିନ୍ ଆକ୍ଟିନ୍ ବାଇଣ୍ଡିଂ ହେଲା। ଯେତେବେଳେ କ୍ୟାଲସିୟମ୍ଟି ବାଇଣ୍ଡ ହେଇଯିବ ଟ୍ରୋପୋନିନ୍ ସହିତ, ଯିଏକି ବ୍ଲକେଜ୍ କରୁଥିଲା ସିଏ ଆଉ ବ୍ଲକେଜ୍ କରିପାରିବ ନାହିଁ। ତାପରେ ଧୀରେ ଧୀରେ ସେଇଟା ଆକ୍ଟିଭେଟ୍ ହେଇଯିବ। ଓକେ, ସେଇଟା ଧୀରେ ଧୀରେ କ'ଣ ହେଇଯିବ ନା ଆକ୍ଟିଭେଟ୍ ହେଇଯିବ ହେଲା। ଟ୍ରୋପୋନିନ୍ଟା କେଉଁଠି ଅଛି କହିଲି, ଟ୍ରୋପୋନିନ୍ କେଉଁଠି ଥାଏ ଆମର ମସଲ୍ରେ। ଆକ୍ଟିନ୍ର ସବୟୁନିଟ୍ ଉପରେ ଥାଏ ଟ୍ରୋପୋନିନ୍। ଓକେ, ସେ ଟ୍ରୋପୋନିନ୍ଟା ବ୍ଲକେଜ୍ ହେବା ଦରକାର। ତ ତାକୁ ଗୋଟେ ବ୍ଲକେଜ୍ କିଏ କରିବ ନା ଏଇ ଯେଉଁ ସାର୍କୋପ୍ଲାଜମିକ୍ ରେଟିକୁଲମ୍ ଯେଉଁ କ୍ୟାଲସିୟମ୍ଟା ସିକ୍ରେଟ୍ ହେଇଥିବ ତାକୁ ଯାଇକି ତାକୁ ସେ ବ୍ଲକେଜ୍ କରିଦେବ, ଯାହାଫଳରେ ସେଇଟା ଆକ୍ଟିଭେଟ୍ ହେଇଯିବ। ଓକେ, ତାପରେ ଏଇଟା ତ ଆକ୍ଟିଭେଟ୍ ହେଇଗଲା। ତାପରେ ନେକ୍ସଟ ଦେଖିବା ଆମେ କ'ଣ ଯେଉଁଟାକି ଅଛି ହେଡ୍ ରିଜନ୍, ଏଟିପିଟା ବାଇଣ୍ଡ ହେଇକି ଅଛି କାହାର, ମାୟୋସିନ୍ର। ଓକେ, ମାୟୋସିନ୍ର ହେଡ୍ରେ ଯେଉଁ ଏଟିପିଟା ବାଇଣ୍ଡ ହେଇକି ଅଛି ତାକୁ ରିମୁଭ୍ କରିବାକୁ ପଡ଼ିବ, ଦେଲେ କି ସିନା ସେ ଟ୍ରୋପୋନିନ୍ ସହିତ ସେ କାହା ସହିତ ବାଇଣ୍ଡ ହେଇପାରିବ, ଆକ୍ଟିନ୍ ସହିତ ବାଇଣ୍ଡ ହେଇପାରିବ, ନହେଲେ କେମିତି ବାଇଣ୍ଡ ହେଇପାରିବ। ମାୟୋସିନ୍ର ହେଡ୍ ରିଜନ୍ ଯେଉଁ ଏଟିପିଟା ଅଛି ତାକୁ ହଟାଇବାକୁ ପଡ଼ିବ ହେଲା। ଟ୍ରୋପୋନିନ୍ ତ ହଟିଗଲା ଆକ୍ଟିନ୍ ଉପରୁ, ଯେଉଁଟାକି ତାକୁ ହେଲ୍ପ କରିବ ଆକ୍ଟିନ୍କୁ ମାୟୋସିନ୍ ସହିତ ବାଇଣ୍ଡ କରିବାରେ। କିନ୍ତୁ ମାୟୋସିନ୍ର ହେଡ୍ର ରିଜନ୍ ବି ତ ଏଟିପି ଅଛି ନା, ସିଏ ବ୍ଲକେଜ୍ କରୁଛି ହେଲା। ତାକୁ ହଟାଇବାର ଅଛି ସେ ଏଟିପିକି। ସେଇଟା କେମିତି ହଟିବ, ସେ ଏଟିପିଟା କ'ଣ କରିବ ସେ ହେଲା, ସେ ଏଟିପିଟା କନଭର୍ଟ ହେଇଯିବ ADP+PIରେ ହେଲା। ADP+PIରେ କନଭର୍ଟ ହେଇଯିବ। ହେଲା ପରେ ସେଗୁଡ଼ାକ କ'ଣ ନା ବାଇଣ୍ଡ ହେଇପାରିବ କାହା ସହିତ, ଆମର ନା ଆକ୍ଟିନ୍ ସହିତ ବାଇଣ୍ଡ ହେଇପାରିବ। ଓକେ, ମାୟୋସିନ୍ଟା ଏମିତି ଆକ୍ଟିନ୍ ସହିତ ବାଇଣ୍ଡ ହେବ। ତାର ହେଡ୍ ରିଜନ୍ ଯେଉଁ ଏଟିପିଟା ଅଛି ସେଇଟା ହଟିବା ଦରକାର। ସେ ଏଟିପିଟା ହଟିଲେ ଯାଇକି ସେଇଟା ବାଇଣ୍ଡ ହେଇପାରିବ ଆକ୍ଟିନ୍ ସହିତ, ନହେଲେ ହେଇପାରିବ ନାହିଁ ମାୟୋସିନ୍। ତ ସେଇଥିପାଇଁ ସେ ଯେଉଁ ଏଟିପିଟା କନଭର୍ଟ ହେଇଗଲା ADP+PIରେ ହେଲା। ତାପରେ ସେଇଟା ଆଗକୁ ମୁଭ୍ କଲା ହେଡ୍ ରିଜନ୍ ଆଉ। ତାପରେ ପୁଣି ଯେତେବେଳେ ସେଇଟା ମୁଭ୍ ହେଇସାରିଲା ତାପରେ ପୁଣି ଥରେ ନର୍ମାଲ୍ କଣ୍ଡିସନକୁ ଆସିବ, ସେ ଏଟିପିଟା ପୁଣି ଥରେ ସେଠି ବାଇଣ୍ଡ ହେଇଯିବ ହେଡ୍ ରିଜନ୍ ହେଲା। ତାପରେ ଏଠି ଯେଉଁ ଟ୍ରୋପୋନିନ୍ଟା ପଳେଇଥିଲା ସେଇଟା ପୁଣି ଥରେ କଭର୍ ହେଇଯିବ, ତାପରେ କାହା ଉପରେ, ଆକ୍ଟିନ୍ ଉପରେ। ଓକେ, ଆକ୍ଟିନ୍ ତ ଗୋଟେ ଗ୍ଲୋବୁଲାର ପ୍ରୋଟିନ୍, ଆଉ ମାୟୋସିନ୍ଟା ହେଉଛି ଗୋଟେ ହେଡ୍ ଥିବ, ଟେଲ୍ ଥିବ, ନେକ୍ ଥିବ ହେଲା। ହେଡ୍ ରିଜନ୍ ଏଟିପିଟା ବାଇଣ୍ଡ ହେଇଥିବ ହେଲା। ତ ଏଇସବୁ ମସଲ୍ ଫାଇବର୍ ଗୁଡ଼ାକ ଥାଏ, ୟାଙ୍କ ବିଷୟରେ ସବୁ ପଚାରିଛି। ତାପରେ ଆମେ କୋଶ୍ଚିନ୍କୁ ଯିବା, କୋଶ୍ଚିନ୍ କ'ଣ କ'ଣ ଦେଇଥିଲା। ସାର୍କୋମିୟରଟା ସରିଲା। ହ୍ୱାଟ୍ ଇଜ୍ ସାର୍କୋମିୟର? ସାର୍କୋମିୟର ତ ଜେନେରାଲ୍ ଜିନିଷ ଆମେ ଲେଖିପାରିବା। ଏବେ କହିଲି ସାର୍କୋମିୟର କେଉଁଥିରେ ତିଆରି, ଦୁଇଟା ଜେଡ୍ ବ୍ୟାଣ୍ଡ ଥିବ ହେଲା। ତା ମଝିରେ କ'ଣ ଥିବ, ଆମର ଯେଉଁଟାକି ଅଛି ଏକ୍ସୋନ୍ ତା ମଝିରେ ଥିବ। ଜେଡ୍ ବ୍ୟାଣ୍ଡ ହେଉଛି ଗୋଟେ ବାଉଣ୍ଡରୀ ତିଆରି କରୁଛି, ମାନେ ଏତିକିରୁ ଏତିକି ୟୁନିଟ୍ ଥାଏ ହେଲା। ମସଲ୍ ବେସିକ୍ ୟୁନିଟ୍ ପଚାରିଲେ ଆମେ କ'ଣ ଲେଖିବା, ସାର୍କୋମିୟର ହେଲା।
ଏଇଟା ତ ହେଇପାରିବ ଲେଖିପାରିବା ସମସ୍ତେ। ନେକ୍ସଟ ଆମେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି ହ୍ୱାଟ୍ ଇଜ୍ ରୋଲ୍ ଅଫ୍ ଆକ୍ଟିନ୍ ମାୟୋସିନ୍। ଆକ୍ଟିନ୍ ମାୟୋସିନ୍ର ରୋଲ୍ ବି ଆମେ ଲେଖିପାରିବା କହିଲେ ଏବେ ଆକ୍ଟିନ୍ ମାୟୋସିନ୍ ବିଷୟରେ ହେଲା ମସଲ୍ କଣ୍ଟ୍ରାକ୍ସନରେ ହେଲ୍ପ କରୁଛି ହେଲା ଆକ୍ଟିନ୍ ଆଉ ମାୟୋସିନ୍। ତାପରେ ହେୟାର ଟେଲ୍ ରିଜନ୍ କେଉଁଥିରେ ଥାଏ ଆକ୍ଟିନ୍ ମାୟୋସିନ୍ ଏସବୁ ଜିନିଷ ଲେଖିଦେବା ହେଲା ଥିକ୍ ଫିଲାମେଣ୍ଟ ଥିନ୍ ଫିଲାମେଣ୍ଟ। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଥିଲା ଯେଉଁଟାକି ଅଛି 1 ମିନିଟ୍। ନେକ୍ସଟ କ୍ୱେଶ୍ଚିନ୍ ହେଉଛି ସାଇଟୋସ୍କେଲିଟନ୍। ସାଇଟୋସ୍କେଲିଟନ୍ ୟୁନିଟ୍ ଅଛି ତା ବିଷୟରେ ପଚାରିଛି ହ୍ୱାଟ୍ ଇଜ୍ କର୍ଟିକାଲ୍ ସାଇଟୋସ୍କେଲିଟନ୍ ଡେସ୍କ୍ରାଇବ୍ ଇଟ୍ସ ସିଗ୍ନିଫିକାନ୍ସ। Cortical cytoskeleton means cortical cytoskeleton is a specialized layer of protein just beneath the cell membrane. Okay, primarily composed of actin filament that play a crucial role in cell shape, movement and surface potential. Cytoskeleton means होची जोटा कि सेल किसी स्ट्रक्चरल प्रोवाइड करूची ताको हम कोन कहू साइटोस्केलेटन ହେଲା साइटोस्केलेटन विषय जो पचार साइटोस्केलेटन यूनिट रू आसी तो साइटोस्केलेटन इज ए कॉम्प्लेक्स डायनामिक नेटवर्क ओके of interlinking protein filament present in the cytoplasm of all cell। ସବୁ ସେଲ୍ ସାଇଟୋପ୍ଲାଜମ ଦେଖିବା ଯଦି ଗୋଟେ ଡାଇନାମିକ୍ ପ୍ରୋଟିନ୍ର କମ୍ପ୍ଲେକ୍ସ ନେଟୱାର୍କ ଗୁଡ଼ା ଦେଖାଯିବ ଓକେ ସେଲ୍ ଯେମିତି ମୁଭମେଣ୍ଟ ହେଇପାରୁଛି ହେଲା ସେଲ୍ ଭିତରେ ବେସିକ୍ ଗୁଡ଼ାକ ଭିତରୁ ବାହାରକୁ ଯାଇପାରୁଛି ହେଲା ଯେମିତି ଆମୋଏବିକ୍ ମୁଭମେଣ୍ଟ ଆମେ ଦେଖିଥିବା ଏମୋଇବାର ସେଗୁଡ଼ା ସବୁ ହେଇପାରୁଛି କାହା ଦ୍ୱାରା ସାଇଟୋସ୍କେଲେଟନ୍ ଦ୍ୱାରା। ସାଇଟୋସ୍କେଲେଟନ୍ ହେଉଛି ଗୋଟିଏ ଆମର ନେଟୱାର୍କ ଯେଉଁଟାକି କେଉଁଥିରେ ତିଆରି ନା ପ୍ରୋଟିନ୍ରେ ତିଆରି ଓକେ ଯେଉଁଟାକି ଷ୍ଟ୍ରକ୍ଚରାଲ୍ ଇଟ୍ ଇଜ୍ ପ୍ରୋଭାଇଡ଼ ଷ୍ଟ୍ରକ୍ଚରାଲ୍ framework of the cell ହେଲା ଷ୍ଟ୍ରକ୍ଚରାଲ ସପୋର୍ଟ ଦେଉଛି ହେଲା framework ଦେଉଛି ସେଲ୍କୁ ଏବଂ ସାଇଟୋସ୍କେଲେଟନ୍ କାମ କ'ଣ ସାଇଟୋସ୍କେଲେଟନ୍ କ'ଣ କ'ଣ ଥାଏ ଯେମିତି ଆମେ କହୁଛୁ ମାଇକ୍ରୋଫିଲାମେଣ୍ଟ ଆକ୍ଟିନ୍ ମାୟୋସିନ୍ ଏସବୁ ଗୋଟେ ଗୋଟେ ହେଉଛି ସାଇଟୋସ୍କେଲେଟନ୍ ମାଇକ୍ରୋଫିଲାମେଣ୍ଟରେ ଯିବ ସାଇଟୋସ୍କେଲେଟନ୍ ଇଣ୍ଟରମିଡ଼ିଏଟ୍ ଫିଲାମେଣ୍ଟ ଆଉ ହେଉଛି ମାଇକ୍ରୋଟ୍ୟୁବୁଲ୍। ଯଦି ସେଲ୍ ସାଇଟୋସ୍କେଲେଟନ୍କୁ ଦେଖିବା ତାକୁ ଆମେ ତିନି ଭାଗରେ ଡିଭାଇଡ଼ କରାଯାଇଛି ଗୋଟେ ଅଛି ମାଇକ୍ରୋଫିଲାମେଣ୍ଟ ଯେଉଁଟାକି ଆକ୍ଟିନ୍ ଫିଲାମେଣ୍ଟ କହୁଛୁ ଆଉ ଇଣ୍ଟରମିଡ଼ିଏଟ୍ ଫିଲାମେଣ୍ଟ ଆଉ ମାଇକ୍ରୋଟ୍ୟୁବୁଲ୍ ଏସବୁ ଜିନିଷ ଥାଏ ସାଇଟୋସ୍କେଲେଟନ୍ରେ ଓକେ। ତ ଏକ୍ଜାମ୍ରେ ଆସିପାରିବ ବି ଆମର ଯେଉଁ ସାଇଟୋସ୍କେଲେଟନ୍ ଦେଖାଯାଉଛି ସେଲ୍ ଭିତରେ ଯେଉଁଟାକି ଷ୍ଟ୍ରକ୍ଚରାଲ୍ ସପୋର୍ଟ ଦେଉଛି ମୁଭମେଣ୍ଟରେ କାମ କରୁଛି ହେଲା ଇମ୍ୟୁନ୍ ସିଷ୍ଟମ୍ରେ ବି କାମ କରେ ଯେତେବେଳେ କିଛି ବ୍ୟାକ୍ଟେରିଆ ପାଥୋଜେନ୍ କିଛି ଆସେ ସେଇଟା ସିଗ୍ନାଲ୍ ଦିଏ ଓକେ। ସାଇଟୋସ୍କେଲେଟନ୍ ଟାଇପ୍ ପଚାରିଲେ ଆମେ ଲେଖିବା ତିନି ପ୍ରକାର ओके लखिया आम माइक्रोफिलामेंट इंटरमीडिएट फिलामेंट आ गोटे देखिए माइक्रोट्यूबुल तांकर सब स्ट्रक्चर एमती सब देखा जाए सेल भितर तांकर स्ट्रक्चर सब एमती देखा ओके। तो जोटा कि अच्छी एक्टिन फिलामेंट जोटा कहते माइक्रोफिलामेंट मीन्स एक्टिन फिलामेंट ओके तापर अच्छी इंटरमीडिएट फिलामेंट तापर अच्छी माइक्रोट्यूबुल या विषय बुक रे भी अच्छी पढ़ी पारे ये सब। तो सेल भितर यही सब कौन देखा ना साइटोस्केलेटन गुड़ाक देखा। तो क्वेश्चन कौन थिला सेटा हमें देखिदवा कौन देइछि क्वेश्चन। तो क्वेश्चन थिला हमरो कॉर्टिकल साइटोस्केलेटन माने कॉर्टेक्स रीजन में जो साइटोस्केलेटन रहउछि तो हमें लिखि परिया कॉर्टिकल साइटोस्केलेटन इज ए स्पेशलाइज्ड लेयर ऑफ प्रोटीन जस्ट बिनीथ द सेल मेम्ब्रेन जस्ट तळे थिबो ई जो साइटोस्केलेटन ता ताको कॉर्टिकल साइटोस्केलेटन हैला। तो प्राइमरली कंपोज ऑफ एक्टिन फिलामेंट प्ले ए क्रूशियल रोल इन सेल शेप मूवमेंट एंड सरफेस प्रॉपर्टी। जोटा आम कहले एक्टिन फिलामेंट जोटा कौन आम माइक्रोफिलामेंट गोटे टाइप हूँ कॉर्टिकल साइटोस्केलेटन ओके सी हूँ गोटे माइक्रोफिलामेंट गोटे टाइप है कौट देखा जस्ट बेनिथ द सेल मेम्ब्रेन टिके तलू प्लाज्मा मेम्ब्रेन टिके तलू ये जो साइटोस्केलेटन कॉर्टिकल साइटोस्केलेटन देखा एक्टिन माइक्रोफिलामेंट ओके। It is primarily composed of actin filament with the various protein and organized stabilized structure. Okay. Next. प्लाज्मा में तो जो साइटोस्केलेटन था जाके हम कहू कॉर्टिकल साइटोस्केलेटन जोटा एक्टिन तैयारी माइक्रोफिलामेंट गोटे टाइप से एक्टिन ओके।
ତ ଏଟାର କାମ ହେଉଛି ଜେନେରାଲି କ'ଣ କରିବ ସେଇଟା ସେଲ୍ ମୋଟେଟ୍ ଟିକେ ତିଆରି କରିବ ସେଲ୍ ମୋଟେଟ୍ ମାନେ ଗୋଟେ ସେଲ୍ଟି ଗୋଟେ ଜାଗାରୁ ଅଲଗା ଜାଗାକୁ ଯିବ ସେ ମୋଟେଟ୍ରେ ବି ହେଲ୍ପ କରିବ ଉଣ୍ଡ ହିଲିଂରେ ବି ହେଲ୍ପ କରିବ ଉଣ୍ଡ ହିଲିଂ ମାନେ କ'ଣ କିଛି ଆମର କଟିଯାଇଛି ହେଲା ତାକୁ ଧୀରେ ଧୀରେ ସେମାନେ ଯୋଡ଼ିବାକୁ ଷ୍ଟାର୍ଟ କରିବେ ହେଲା ଇମ୍ୟୁନ୍ ସିଷ୍ଟମ୍ରେ ବି ହେଲ୍ପ କରିବ ଯେତେବେଳେ କିଛି ବାହାରୁ କିଛି ପାଥୋଜନ୍ ଆସିବ ସେମାନେ କ'ଣ କରିବେ ନା ସିଗ୍ନାଲ୍ ସବୁ ପଠାଇବେ ଇମ୍ୟୁନ୍ ସେଲ୍ ଗୁଡ଼ାକୁ ଓକେ ତ ଏମିତି କିଛି ମେକାନିଜିମ୍ ଥାଏ କର୍ଟିକାଲ ସାଇଟୋସ୍କେଲେଟନ୍